ରାଉରକେଲାରେ ନିଶା କାରବାର ଏନ୍ଡିପିଏସ୍ ଆକ୍ଟରେ ଯୁବକ ଗିରଫ। ରାଉରକେଲାରେ ନିଶା କାରବାର ଅର୍ଥାତ୍ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଜନୈକ ଯୁବକ ରାଉରକେଲା ଏକ୍ସାଇଜ୍ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଅବୈଧ ନିଶା କାରବାର ଅଭିଯୋଗରେ ଏନ୍ଡିପିଏସ୍ ଆକ୍ଟ 1985 ଧାରାରେ ରାଉରକେଲା ଅବକାରୀ ବିଭାଗ ଗତକାଲି ଅର୍ଥାତ୍ 28 ତାରିଖରେ ଗିରଫ କରି ରାଉରକେଲା କୋର୍ଟ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ଙ୍କ ନିକଟରେ ହାଜର କରିଛନ୍ତି। ଗିରଫ ବ୍ୟକ୍ତି ହେଲେ ରୋଶନ କୁମାର, ବୟସ ମାତ୍ର 20। ଖବର ନେବାରେ ଜଣାପଡ଼ିଛି ଯେ ଗତକାଲି ସକାଳ ସମୟ ପ୍ରାୟ 6:30ରେ ଜଣେ ଯୁବକ ରାଉରକେଲା ବସ୍ଷ୍ଟାଣ୍ଡ ଆଡ଼ୁ ରେଲୱେ ଷ୍ଟେସନକୁ ଯାଉଥିବା ବେଳେ ରେଲୱେ ଷ୍ଟେସନ ସମ୍ମୁଖ ପ୍ରବେଶ ଦ୍ୱାରରେ ରାଉରକେଲା ଏକ୍ସାଇଜ୍ ଟିମ୍ ଓ ଆର୍ପିଏଫ୍ ମିଳିତ ଭାବରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଯୁବକଙ୍କ ନିକଟରୁ 2ଟି ଏୟାର ବ୍ୟାଗ୍ ମଧ୍ୟରୁ 10 କେଜି 500 ଗ୍ରାମର ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 1,05,000 ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ରୋଶନ କୁମାରର ଘର ହେଉଛି ବିହାର ରାଜ୍ୟର ଡେହେରୀ ଓ ଜିଲ୍ଲା ରୋହତାସ ବୋଲି ଜଣାପଡ଼ିଛି। ସେ ଏହି ଗଞ୍ଜେଇ ବ୍ୟାଗ୍ ଧରି ରାଉରକେଲା ରେଳ ଷ୍ଟେସନ ଆସୁଥିଲେ ଟ୍ରେନ୍ରେ ବିହାରକୁ ଯିବା ପାଇଁ। ରାଉରକେଲା ଅବକାରୀ ବିଭାଗ କେସ୍ ନମ୍ବର PR 180-2024/25 ମକଦ୍ଦମାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉରେ ରାଉରକେଲା ଅବକାରୀ ବିଭାଗର ଇନ୍ସପେକ୍ଟର ମୋହନ ପ୍ରଧାନଙ୍କ ନେତୃତ୍ୱରେ ମୋବାଇଲ ୟୁନିଟ୍ SI ଅଜୟ ପ୍ରଧାନ, ସପନ ସାହୁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ବବଲୁ କୁମାର ସ୍ୱାଇଁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ତେର୍ସା ବାର୍ଲା ଅଂଶଗ୍ରହଣ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ। ये सब तुम लेके आ रहे थे? तुम लेके आ रहे थे? ये सब पहली बार लेकर आए थे।